ଦେଖ ପିଲାମାନେ ଆଜିର ଏଇ ଭିଡିଓରେ ଆମେ ତମର ପଠାଣି ସାମନ୍ତ ଏକ୍ଜାମ ପାଇଁ କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଦେଖିବା। ଯେମିତି କି ତୁମେ ଦେଖିପାରୁଥିବ ଆଜି ସେସନରେ ଆମେ ତମର ବର୍ଗଚିତ୍ର ଆୟତଚିତ୍ର ସମ୍ବନ୍ଧୀୟ କିଛି କ୍ୱେଶ୍ଚିନ୍ ଦେଖିବା। ସୋ ଯୋଉମାନେ ବି ଆମର ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇନ ନିଶ୍ଚିତ ଜଏନ୍ ହେଇପାରିବ, କାରଣ ଏଇଭଳି ସବୁ କ୍ୱେଶ୍ଚିନ୍ ତୁମେ ସେଠି ଦେଖିବାକୁ ପାଇବ। ଓକେ, ସୋ ଦେଖ ତମର 6th କ୍ଲାସରେ ବି ବେଳେବେଳେ ତମର ଅପର ଲେଭେଲର କ୍ୱେଶ୍ଚିନ୍ ଆସିଯାଉଛି, ଯେମିତିକି 9th 10th ଲେଭେଲର। ତ ତମକୁ ସବୁ ପ୍ରକାର କନସେପ୍ଟ ଦେଖିକି ଯିବାକୁ ପଡିବ। ଓକେ, ତ ପ୍ରଥମ କ୍ୱେଶ୍ଚିନ୍ଟା ଦେଇଛି କ'ଣ ଦେଖ। ପ୍ରଥମ କ୍ୱେଶ୍ଚିନ୍ ତମକୁ ଦେଲା ଏକ ବର୍ଗଚିତ୍ରର କର୍ଣ୍ଣର ଦୈର୍ଘ୍ୟ ଦେଇଦେଇଛି a ସେଣ୍ଟିମିଟର, ତାହେଲେ ବର୍ଗଚିତ୍ରର କ୍ଷେତ୍ରଫଳ କେତେ ହବ? ତ ଦେଖ ବର୍ଗଚିତ୍ରରେ ଯଦି ତମକୁ କର୍ଣ୍ଣଟା ଦେଇ ଦଉଛି ହେଲା, କର୍ଣ୍ଣର ଦୈର୍ଘ୍ୟଟି କେତେ ଦେଇଛି? a ଦେଇଛି। ତ ଦେଖ ବର୍ଗଚିତ୍ର ଯଦି କର୍ଣ୍ଣର ମାନେ ଦୈର୍ଘ୍ୟଟା ଦେଇଛି, ତାହେଲେ ବର୍ଗଚିତ୍ରର କ୍ଷେତ୍ରଫଳ କେତେ ହବ? ବର୍ଗଚିତ୍ରର କ୍ଷେତ୍ରଫଳ ତମର ହବ ଦେଖ କର୍ଣ୍ଣର ସ୍କୋୟାର ବାଇ 2, এইটা হচ্ছে তার সূত্র। তো কর্ণ যদি a ଦେଇଛି ତାହେଲେ ବର୍ଗଚିତ୍ରର କ୍ଷେତ୍ରଫଳ କେତେ ହେଇଯିବ? a ର ବର୍ଗ ମାନେ a ସ୍କୋୟାର ବାଇ 2। ଏମିତି ପୁରା ଡାଇରେକ୍ଟ ଫର୍ମୁଲା ତମେ ମନେ ରଖିଦବ, ଯଦି କ୍ୱେଶ୍ଚିନ୍ ପୁରା ଇଜିଲି ହେଇଯିବ। ବୁଝିପାରିଲ ତ ମୋ କଥା? ଏବଂ ସବୁବେଳେ ମନେ ରଖିଥିବ ଯେ ଗୋଟେ ବର୍ଗଚିତ୍ରର କର୍ଣ୍ଣ କେତେ ରହେ? ଯଦି ବାହୁଟା ତମର ରହୁଛି ମନେକର x ଅଛି, ତାହେଲେ କର୍ଣ୍ଣଟା ରହିବ √2x। ଓକେ, ବୁଝିହେଲା? କର୍ଣ୍ଣର ଦୈର୍ଘ୍ୟ ଯାହା ଦେଇଥିବ ବର୍ଗଚିତ୍ରର କ୍ଷେତ୍ରଫଳ ପଚାରିଲେ କର୍ଣ୍ଣର ସ୍କୋୟାର ବାଇ 2 କରିବ। ଓକେ, ସୋ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ତମକୁ ଦେଇଛି ଏକ ବର୍ଗଚିତ୍ରର କର୍ଣ୍ଣର ଦୈର୍ଘ୍ୟ ଦେଇଛି 4√2 ସେଣ୍ଟିମିଟର। ଅନ୍ୟ ଏକ ବର୍ଗଚିତ୍ରର କ୍ଷେତ୍ରଫଳ ପ୍ରଥମ ବର୍ଗଚିତ୍ରର 2 ଗୁଣ ହେଲେ ଦ୍ୱିତୀୟ ବର୍ଗଚିତ୍ରର କର୍ଣ୍ଣର ଦୈର୍ଘ୍ୟ କେତେ ହବ? ତ ଦେଖ ପ୍ରଥମ ଯୋଉ ବର୍ଗଚିତ୍ର ଅଛି, ଦେଖ ପ୍ରଥମ ଯୋଉ ବର୍ଗଚିତ୍ର ଅଛି ତାର କର୍ଣ୍ଣର ଦୈର୍ଘ୍ୟ ତମର କେତେ ଅଛି? କର୍ଣ୍ଣ ତମର ଅଛି 4√2। ତାହେଲେ ଏଇ ବର୍ଗଚିତ୍ରର କ୍ଷେତ୍ରଫଳ ତମର କେତେ ହେଇଯିବ? କ୍ଷେତ୍ରଫଳ ତମର ସୂତ୍ରଟା ପକେଇ ଦିଅ, କର୍ଣ୍ଣର ସ୍କୋୟାର ବାଇ 2। ବୁଝିହେଲା? କର୍ଣ୍ଣ 4√2 ଅଛି, ତ ମୁଁ କଣ କରିବି ନା 4√2 ର ସ୍କୋୟାର ବାଇ 2। 4√2 ର ସ୍କୋୟାର ପିଲାମାନେ ମୁଁ କେମିତି କରିବି? ଦେଖ এই ଯୋଉ 4 নাই କି ତାର ସ୍କୋୟାରଟା ଫାଷ୍ଟ ଲେଖିଦିଅ, କେତେ ହବ? 16। ବୁଝିହେଲା? √2 ର ସ୍କୋୟାରଟା କେତେ ହବ? √2 କୁ ଯଦି ମୁଁ √2 ରେ ଗୁଣିବି ତମର 2 ହିଁ ମିଳିବ ନା, କାରଣ √x କୁ ଯଦି ମୁଁ √x ରେ ଗୁଣିବି ତାହେଲେ ମତେ କଣ x ମିଳିବ। ବୁଝି ହଉଛି ତ? ତ ସେଇଭଳି ଭାବରେ √2 କୁ √2 ରେ ଗୁଣିଲେ ମତେ ମିଳିଗଲା 2। ତଳେ ଗୋଟେ 2 ଥିଲା, ତ ଏଟା କଟିକି ମାନେ 2 2 କଟିଗଲା, 16 ଆସିଗଲା। ତା ମାନେ ପ୍ରଥମ ଯୋଉ ବର୍ଗଚିତ୍ର ଅଛି ତାର କ୍ଷେତ୍ରଫଳଟା ତମକୁ ମିଳିଗଲା 16। ତ ଦ୍ୱିତୀୟ ବର୍ଗଚିତ୍ରର କ୍ଷେତ୍ରଫଳଟା ହଉଛି କଣ ନା ପ୍ରଥମ ବର୍ଗଚିତ୍ରର 2 ଗୁଣ ବୋଲି ତମକୁ ଦେଇଛି। ତା ମାନେ ଦେଖ ଏଠି ମୁଁ ଲେଖୁଛି ଦ୍ୱିତୀୟ ବର୍ଗଚିତ୍ରର କ୍ଷେତ୍ରଫଳ ତମକୁ କେତେ ଦେଇଛି ପିଲାମାନେ? ନା ପ୍ରଥମ ବର୍ଗଚିତ୍ରର 2 ଗୁଣ। ତାହେଲେ କେତେ ହେଇଯିବ ନା 16 କୁ 2 ରେ ଗୁଣିଲେ ହଉଛି 32। ବୁଝିହେଲା? ତ ଦ୍ୱିତୀୟ ବର୍ଗଚିତ୍ରର କର୍ଣ୍ଣଟା ମନେକର ମୁଁ ନେଇଯାଉଛି କେତେ ନେବି? D2 ନେଇଯାଉଛି ହେଲା। ତା ମାନେ ମୁଁ ବର୍ତ୍ତମାନ କଣ କହିପାରିବି ଯେ D2 ର ସ୍କୋୟାର ବାଇ 2 ହଉଛି ତମର 32, ନୁହେଁ କି? କାରଣ ଯେତେବେଳେ ଆମର କର୍ଣ୍ଣଟା ଦେଇଥାଏ ବର୍ଗଚିତ୍ରର କ୍ଷେତ୍ରଫଳ କଣ ହୁଏ? କର୍ଣ୍ଣର ସ୍କୋୟାର ବାଇ 2 ନା। ବୁଝି ହଉଛି? ତା ମାନେ D2 ର ସ୍କୋୟାର ଦୁଇଟା କଣ ସେପଟେ ଯାଇକି ମଲ୍ଟିପ୍ଲାଏ ହବ, ତ 2 ଗୁଣନ 32। ତା ମାନେ D2 ର ସ୍କୋୟାର ହଉଛି ତମର 64। ତାହେଲେ D2 ଟା କେତେ ହେଇଯିବ? 64 ର ବର୍ଗମୂଳ ହବ। D2 ର ସ୍କୋୟାର ଯଦି 64, D2 ଟା କଣ 64 ର ବର୍ଗମୂଳ ନା, କେତେ ହବ? 8। ବୁଝିହେଲା?
ତା ମାନେ ଦ୍ୱିତୀୟ ବର୍ଗ ଚିତ୍ରର କର୍ଣ୍ଣ ତମ ରହିବ 8। ଓକେ, ବୁଝିହେଲା? ନେକ୍ସଟ କ୍ୱେଶ୍ଚିନ୍ ଟା ଦେଖ, ତମର ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଅଛି ଏଟା। ଦୁଇଟି ବର୍ଗକ୍ଷେତ୍ରର କର୍ଣ୍ଣର ଅନୁପାତ ତମକୁ ଦେଇଛି 2:5। ତେବେ ସେମାନଙ୍କର କ୍ଷେତ୍ରଫଳର ଅନୁପାତ କେତେ ହବ ତମକୁ ପଚାରିଛି। ତ ଦେଖ, ତମର ଯଦି କର୍ଣ୍ଣର ଦୈର୍ଘ୍ୟ ଦେଇଛି ତାହେଲେ କ୍ଷେତ୍ରଫଳଟା କେମିତି ବାହାରେ? ତମର ହାଫ୍ ଇଣ୍ଟୁ କର୍ଣ୍ଣର ସ୍କୋୟାର ନା, ଏଇଟା ହଉଛି ସୂତ୍ର। ତା ମାନେ ଯଦି ମୁଁ ପ୍ରଥମ ବର୍ଗଚିତ୍ରର କର୍ଣ୍ଣଟା ନେଇଯାଉଛି D1, ଦ୍ୱିତୀୟ ବର୍ଗଚିତ୍ରର କର୍ଣ୍ଣଟା ନେଇଯାଉଛି D2, ତାହେଲେ ପ୍ରଥମ ଯୋଉ ବର୍ଗଚିତ୍ରଟି ଅଛି ତାର କ୍ଷେତ୍ରଫଳ କେତେ ହବ? ହାଫ୍ D1 ସ୍କୋୟାର। ବୁଝିହେଲା? ଅନୁପାତ ଦ୍ୱିତୀୟ ବର୍ଗଚିତ୍ରର କେତେ ହବ? ନା ହାଫ୍ D2 ର ସ୍କୋୟାର। ଏତିକି ଯାଏଁ ବୁଝିପାରୁଥିବ। ନେକ୍ସଟ ଦେଖ, ମୁଁ କଣ କରୁଛି, ହାଫ୍ ହାଫ୍ ଉଭୟଥିରୁ କାଟି ଦେଇପାରିବା, ସମାନ ସଂଖ୍ୟା ତ କାଟି ହବ ନା। ତା ମାନେ ଅନୁପାତଟା ତମର ଆସିଯିବ D1 ର ସ୍କୋୟାର ଅନୁପାତ D2 ର ସ୍କୋୟାର। ଏଇଟା ହଉଛି କଣ ନା ବର୍ଗଚିତ୍ରର କ୍ଷେତ୍ରଫଳର ଅନୁପାତ। ପୁନଶ୍ଚ ଏଇ ଯୋଉ D1 ଅନୁପାତ D2 ଟା ତମକୁ ଦେଇଛି, କେତେ ଦେଇଛି? 2:5 ଦେଇଛି ନା। ତା ମାନେ ଏଇ ଯୋଉ D1 ର ସ୍କୋୟାର ଅନୁପାତ D2 ର ସ୍କୋୟାର କେତେ ହେଇଯିବ? ତମର 2 ର ସ୍କୋୟାର ଅନୁପାତ 5 ର ସ୍କୋୟାର। 2 ର ସ୍କୋୟାର ହଉଛି 4, 5 ସ୍କୋୟାର 25। ଅପସନ ସି ହଉଛି କରେକ୍ଟ। ତ ଯେତେବେଳେ ବି ତମ ବର୍ଗକ୍ଷେତ୍ରର ବାହୁ କିମ୍ବା କର୍ଣ୍ଣର ଅନୁପାତ ଦଉଛି, ହେଲା, ବାହୁ କିମ୍ବା କର୍ଣ୍ଣର ଅନୁପାତ ତମକୁ ଦଉଛି ଏବଂ କ୍ଷେତ୍ରଫଳର ଅନୁପାତ ତମକୁ ପଚାରୁଛି, ତମେ କଣ କରିବ ନା ବର୍ଗାନୁପାତଟା ନେଇଯିବ। ଓକେ, ବୁଝିହେଲା? ସୋ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ନେକ୍ସଟ କ୍ୱେଶ୍ଚିନ୍ ଦେଖ, ତମକୁ ଦେଲା ଏକ ବର୍ଗକ୍ଷେତ୍ରର କ୍ଷେତ୍ରଫଳ ଏବଂ ଏହାର କର୍ଣ୍ଣ ଉପରେ ଅଙ୍କିତ ବର୍ଗକ୍ଷେତ୍ରର କ୍ଷେତ୍ରଫଳର ଅନୁପାତ କେତେ ହବ? ତ ଦେଖ, ତମର ଗୋଟେ ବର୍ଗଚିତ୍ର ମୁଁ ନଉଛି। ଏଇଟା ଚିନ୍ତା କର, ଗୋଟେ ବର୍ଗଚିତ୍ର ଅଛି ଏବଂ ଏହାର କର୍ଣ୍ଣ ଉପରେ ଗୋଟେ ବର୍ଗଚିତ୍ର ଅଛି। ତ ଦେଖ, ଏଟା ନାଁ ମୁଁ ଦେଇ ଦଉଛି ABCD। এটা ତମ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ବି ବହୁତ ଥର ଆସି ସାରିଛି। ତ ଏଇ ଯୋଉ ABCD ର କ୍ଷେତ୍ରଫଳ କେତେ ହବ? ଯଦି ମୁଁ ବାହୁଟା ତମର A ନଉଛି, ABCD ବର୍ଗକ୍ଷେତ୍ରର କ୍ଷେତ୍ରଫଳ କେତେ? ବାହୁ ଗୁଣନ ବାହୁ ମାନେ କେତେ? A ସ୍କୋୟାର। ବର୍ତ୍ତମାନ ଦେଖ, ମୁଁ ଗୋଟେ କାମ କରୁଛି, କର୍ଣ୍ଣ ଉପରେ ଯୋଉ ବର୍ଗଚିତ୍ର ଅଛି ତାକୁ ମୁଁ ନାଁ ଦେଇ ଦଉଛି ACEF। ତାହେଲେ ଏଇ ଯୋଉ ACEF ବର୍ଗଚିତ୍ର ଅଛି ତାର ଗୋଟେ ବାହୁ କେତେ ହବ? ଏଇ ଯୋଉ AC ଟା କଣ ତମ ବର୍ଗଚିତ୍ର କର୍ଣ୍ଣ ରହୁଛି, ମାନେ ଏଇଟା ତମ ରହିବ √2a। ବୁଝିହେଲା? ତା ମାନେ ଏଇ ଯୋଉ ACEF ବର୍ଗଚିତ୍ର ଅଛି, ହେଲା, ଚିତ୍ର ମୁଁ ଯୋଉ କରିଛି ତମକୁ ଟିକେ ଲାଗିପାରେ ଯେ ବାହୁ ଗୁଡିକ ସମାନ ଲାଗୁନି, କିନ୍ତୁ ଏଟା ରଫ୍ ଚିତ୍ର ଭାବିନିଅ, ହେଲା। ତ ACF ର ବର୍ଗଚିତ୍ର ଯୋଉ ରହୁଛି ତାର କ୍ଷେତ୍ରଫଳ ଟା କେତେ ହବ? ଗୋଟେ କାମ କର, ଏଇ √2a ଯୋଉ ଅଛି ତାର ବର୍ଗ ନେଇଯାଅ। ତ √2 ର ବର୍ଗ ନେଲେ କେତେ? 2, a ର ବର୍ଗ ହେଇଯିବ a ସ୍କୋୟାର। ବୁଝିହେଲା? ତା ମାନେ ABCD ଅନୁପାତ ACF ଯଦି ମୁଁ ପଚାରି ଦେଲି, କଣ ହବ ପିଲାମାନେ? ନା a ସ୍କୋୟାର ଅନୁପାତ 2a ସ୍କୋୟାର। ଓକେ, ତାହେଲେ କେତେ ହବ? ଦେଖ, ତମର a ସ୍କୋୟାର ଏଠି କାଟିଦେବି, କାରଣ ସମାନ ଅଛି ନା, ଉଭୟ ପାର୍ଶ୍ୱ ଯଦି ସମାନ ରାଶି ଅଛି କାଟି ଦେଇ ପାରିବ। ତାହେଲେ ଏଟା କେତେ ହେଇଯିବ? 1:2। ବୁଝିହେଲା ତ? ତ ଅପସନ B ହଉଛି କରେକ୍ଟ। ଥରେ ଲେଖିନିଅ, ଏଟା ଆରାମସେ ବୁଝିପାରିବ। ନେକ୍ସଟ ଦେଖ ପିଲାମାନେ, କ୍ୱେଶ୍ଚିନ୍ ଟା ପୁରା ଇଜି ଅଛି। ଏକ ବର୍ଗଚିତ୍ରର କର୍ଣ୍ଣର ଦୈର୍ଘ୍ୟ ତମକୁ ଦେଇଦେଇଛି 15 ସେଣ୍ଟିମିଟର। ତେବେ ଏହାର କ୍ଷେତ୍ରଫଳ କେତେ ହବ? ତ କର୍ଣ୍ଣର ଦୈର୍ଘ୍ୟ ଯଦି ଦେଇଦେଇଛି, କ୍ଷେତ୍ରଫଳ ଡାଇରେକ୍ଟ କାଟି ଦେଇ ପାରିବ, ଯେ କର୍ଣ୍ଣର ବର୍ଗ ବାଇ 2। ତା ମାନେ କଣ? 15 ଯୋଉ ଅଛି ତାର ବର୍ଗ ନେଇଯାଅ, ତାକୁ 2 ରେ ଡିଭାଇଡ କର। ତା ମାନେ କେତେ ହବ? 15 ଗୁଣନ 15, √2 ଟା ବି ଦିଥର ଗୁଣା ହେଲେ କେତେ ହେଇଯିବ? 2 ହେଇଯିବ ନା, ତଳେ 2। ବୁଝି ହଉଛି ତ?
15 ରୁଟ୍ ର ସ୍କୋୟାର ମାନେ କଣ 15 କୁ 2 ଥର ଗୁଣିବି ରୁଟ୍ 2 କୁ 2 ଥର ଗୁଣିବି ତ ରୁଟ୍ 2 କୁ ରୁଟ୍ ରେ ଗଲେ ଏତେ 2 ନା ତ ଏଠି 2 2 କଟିଲା 15 ଗୁଣ 15 ହଉଛି 225 ଇଜି ଅଛି ଅପସନ ଡି ହଉଛି କରେକ୍ଟ ତ ଏମିତି କ୍वेଶ୍ଚन ଦେଇଥିଲେ ପୁରା ଜଲ୍ଦି ସଲ୍ଭ କରିଦବ ନେକ୍ସଟ କ୍वेଶ୍ଚନ ଦେଖ ତମକୁ ଦେଇଛି ଏକ ଆୟତାକୃତି ବଗିଚାର ଦୈର୍ଘ୍ୟ ଏବଂ ପ୍ରସ୍ଥ ଯଥାକ୍ରମେ ତମକୁ ଦେଇଦେଲା 12 ସେଣ୍ଟିମିଟର ଏବଂ 5 ସେଣ୍ଟିମିଟର ଏହାର କ୍ଷେତ୍ରଫଳ ଏକ ବର୍ଗ କ୍ଷେତ୍ର ଆକୃତିର ବଗିଚାର କ୍ଷେତ୍ରଫଳ ସହ ସମାନ ବର୍ଗାକୃତି ବଗିଚାର କର୍ଣ୍ଣର ଦୈର୍ଘ୍ୟ କେତେ ହବ ତମକୁ ପଚାରୁଛି ତ ଦେଖ ଏଇ ଯୋଉ ଆୟତକୃତି ବଗିଚା ମୁଁ ନେଇଛି ତାର ଦୈର୍ଘ୍ୟ ଆଉ ପ୍ରସ୍ଥ କେତେ ଅଛି 12 ଆଉ 5 ତା ମାନେ ଏଇ ଯୋଉ ଆୟତକୃତି ବଗିଚାଟି ଅଛି ତାର କ୍ଷେତ୍ରଫଳ କେତେ ହେଇଯିବ 12 ଗୁଣ 5 60 ହେଇଯିବ ନୁହେଁ କି କାରଣ ତମର ଆୟତକ୍ଷେତ୍ରର କ୍ଷେତ୍ରଫଳ ସୂତ୍ର କଣ ଦୈର୍ଘ୍ୟ ଗୁଣ ପ୍ରସ୍ଥ ନା ତା ମାନେ ଏଇ ଆୟତଚିତ୍ରର କ୍ଷେତ୍ରଫଳ ତମର ହେଇଗଲା 60 ବର୍ଗ ସେଣ୍ଟିମିଟର ବୁଝି ହଉଛି ତ ଏଇ ଯୋଉ କ୍ଷେତ୍ରଫଳଟା ତମର କଣ ନା ଗୋଟେ ବର୍ଗାକୃତି ବଗିଚା ଅଛି ତାର କ୍ଷେତ୍ରଫଳ ସହିତ ସମାନ ଅଛି ଏବଂ ବର୍ଗାକୃତି ବଗିଚାର କର୍ଣ୍ଣର ଦୈର୍ଘ୍ୟ କେତେ ହବ ତମକୁ ସେ ପଚାରିଛି ନୁହେଁ କି ଏଇ କର୍ଣ୍ଣର ଦୈର୍ଘ୍ୟ କେତେ ହବ ତ ଦେଖ ଏଇଠି ଗୋଟେ କାମ କରିବା ଆମେ କର୍ଣ୍ଣର ଦୈର୍ଘ୍ୟଟା ମନେକର କେତେ x ନେଇଯାଉନ କ୍ଷେତ୍ରଫଳ ସମାନ ଅଛି ହେଲା ଏଇ ଦିଟା ଜାଗାର କ୍ଷେତ୍ରଫଳ ସମାନ ଦେଇଛି ତମକୁ ତାହେଲେ ଏଇ ଯୋଉ ବର୍ଗାକୃତି ବଗିଚାଟି ଅଛି ତାର କ୍ଷେତ୍ରଫଳ କେତେ ହବ x ର ସ୍କୋୟାର ବାଇ 2 ହବ ନା କାରଣ କର୍ଣ୍ଣ ଦେଇଛି ମାନେ କ୍ଷେତ୍ରଫଳ କେତେ ହବ କର୍ଣ୍ଣର ବର୍ଗ ବାଇ 2 ତା ମାନେ x ସ୍କୋୟାର ବାଇ 2 ହଉଛି 60 ତାହେଲେ x ସ୍କୋୟାର କେତେ ହେଇଯିବ ଦୁଇଟା ସେପଟେ ଯାଇ ଗୁଣା ହବ ତ 2 ଗୁଣନ 60 ହଉଛି 120 ବର୍ତ୍ତମାନ ଦେଖ x ସ୍କୋୟାର ଟା ଯଦି 120 ଅଛି ତାହେଲେ ତାର ବର୍ଗମୂଳ ଟା କେମିତି କାଢିବା ତ ଦେଖ 120 କୁ ଫ୍ୟାକ୍ଟରାଇଜ କରିଦିଅ ମାନେ 2 ରେ କାଟ କେତେ ହେଲା 60 ପୁଣି 2 ରେ କାଟିଲେ 30 ପୁଣି 2 ରେ କାଟିଲେ 15 ପୁଣି 3 ରେ କାଟିଲେ 5 ତା ମାନେ 120 ହଉଛି ତମର କଣ ନା ତିନିଟା 2 ର ଗୁଣଫଳ ତାପରେ ଗୋଟେ 3 ଗୋଟେ 5 ବୁଝି ହେଲା ତାହେଲେ ଦେଖ ଏଇ ଯୋଉ ଦିଟା 2 ନାହିଁ ଦେଖ ଯେତେବେଳେ ସଂଖ୍ୟା ଗୁଡିକ ମାନେ ଆମେ ବର୍ଗମୂଳ କାଢୁଛନ୍ତି ଯଦି 4ଟା ଅଛି 2ଟା ନବା 6ଟା ଥିଲେ 3ଟା ନବା ଏମିତି ବୁଝିପାରୁଥିବ ତା ମାନେ ଏଠି ଦିଟା 2 ଅଛି ମାନେ ଆକ୍ଚୁଆଲି କେତେଟା 2 ଅଛି ତିନିଟା 2 ଅଛି ପ୍ରଥମ ଦିଟା 2 ରୁ ଆମେ ଗୋଟେ କାମ କରିବା ଗୋଟେ 2 ମୁଁ ନେଇଗଲି ଏଇ ଗୋଟେ 2 ପାଇଁ ମୁଁ ଲେଖିଦେବି √2 ବୁଝିହେଲା ତ ତାପରେ ଗୋଟେ 3 ଅଛି ମାନେ ମୁଁ ଲେଖିଦେବି √3 ଗୋଟେ 5 ପାଇଁ ମୁଁ ଲିଖିଦେବି √5 ବୁଝିହେଲା ତା ମାନେ ଇଏ କେତେ ହବ 2 ଇଣ୍ଟୁ ତମ ରୁଟ୍ ଓଭର ଭିତରେ ଯାହା ଅଛି ଗୁଣି ଦିଅ ହେଲା 2 3 6 5 30 ତା ମାନେ ତମର ବର୍ଗମୂଳ ହଉଛି 2√30 ବୁଝିହେଲା ତ ନେକ୍ସଟ ଦେଖ 7 ନମ୍ବର କ୍ୱେଶ୍ଚିନ୍ ତମକୁ ଦେଇଛି ଏକ ବୃତ୍ତାକାର ତାର ଅଛି ଯାହାର କି ବ୍ୟାସ ରହିଛି 42 ସେଣ୍ଟିମିଟର ତାହାକୁ ଏକ ଆୟତକ୍ଷେତ୍ରରେ ପରିଣତ କରାଗଲା ଆୟତାକୃତି ତାରର ଦୈର୍ଘ୍ୟ ଏବଂ ପ୍ରସ୍ତର ଅନୁପାତ ତମକୁ ଦେଇଛି 6:5 ତେବେ ଆୟତାକୃତି ତାରର କ୍ଷେତ୍ରଫଳ କେତେ ହବ ତ ଦେଖ ବୃତ୍ତାକାର ତାର ଯୋଉ ରହିଛି ତାର ବ୍ୟାସ ଟା କେତେ ଅଛି ନା 42 ଅଛି ତା ମାନେ ବ୍ୟାସାର୍ଧ ଟା ତମର କେତେ ହେଇଯିବ ବ୍ୟାସାର୍ଧ ଟା ତମର କେତେ ବ୍ୟାସର ଅଧା ମାନେ କେତେ 21 ରହିବ ନା ବୁଝିପାରୁଛ ମୋ କଥା ତ ବୃତ୍ତାକାର ଯୋଉ ତାର ରହିଛି ତାର କ୍ଷେତ୍ରଫଳ ଟା ତମକୁ ଦେଇଛି ଯେ ସେଇ ବୃତ୍ତାକାର ଯୋଉ ତାରଟା ନାହିଁ ତାକୁ ହିଁ ଆମେ ଚେଞ୍ଜ କରି ଗୋଟେ ଆୟତକୃତି ସେଭ୍ କଲେ ଦେଖ ଏଇ ଯୋଉ ବୃତ୍ତ ହେଇକି ଥିଲା ମନେକର ସେଇଟା ତାକୁ ଆମେ ଚେଞ୍ଜ କରି ଗୋଟେ ଆୟତ ଚିତ୍ର କରିଦେଲେ ବୁଝି ହଉଛି ଏବଂ ଆୟତ ଚିତ୍ରର ତମର କଣ ରହୁଛି ଏଇ ଯୋଉ ଆୟତ ଚିତ୍ରର ତମର ଦୈର୍ଘ୍ୟ ଆଉ ପ୍ରସ୍ତର ଅନୁପାତର ଅଛି କେତେ 6:5 ଅଛି ହେଲା ତ ଗୋଟେ କାମ କରିବା ତମର ବୃତ୍ତର ପରିସୀମା ଟା ଫାଷ୍ଟ ବାହାର କରିଦବା ମାନେ ବୃତ୍ତର ପରିଧି କେତେ ହଉଛି 2 ପାଏ r ସୂତ୍ର କଣ 2 ପାଏ r ତ 2 ଇଣ୍ଟୁ 22/7 ପାଏର ମୂଲ୍ୟ ପକେଇଲି ବ୍ୟାସାର୍ଧ ହଉଛି ତମର 21 ତ 7 କୁ 21 ରେ କାଟିଲେ କେତେ ହବ 3
ତ ଏ କେତେ ହେଲା 2 3 6 6 କୁ 22 ରେ ଗୁଣିଲେ ହଉଛି କେତେ 132 ବୁଝିହେଲା ଏତିକି ତମର ଆସିଗଲା ବୃତ୍ତର ପରିସୀମା। ତ ବୃତ୍ତକୁ ହିଁ ଆମେ ଚେଞ୍ଜ କରି ଗୋଟେ ଆୟତ ଚିତ୍ର କରିଛନ୍ତି ନା। ତ ଏଇ ଯୋଉ ତମର ଆୟତ ଚିତ୍ରର ପରିସୀମାର ସୂତ୍ର କଣ 2 × l + b। ତା ମାନେ 2 × l + b ଅଛି ତମର 132। ଓକେ ତାହେଲେ ଏଇଥିରୁ ମୁଁ l + b ଟା କାଢି ଦେଇ ପାରିବି କେତେ ହବ ଦୁଇଟା ସେପଟୁ ନେଇ ଡିଭାଇଡ କରିଦିଅ। ତ 132/2 ତମର କେତେ ହବ 66 ହବନି କି? ବୁଝି ହଉଛି ପୁନଶ୍ଚ ଏଇଠି ଦେଖ ତମର ଦୈର୍ଘ୍ୟ ପ୍ରସ୍ତର ଅନୁପାତ ଦେଇ ଦେଇଛି ମାନେ l ଆଉ b ର ଅନୁପାତ କେତେ ଅଛି ନା 6:5 ଅଛି। ତା ମାନେ ଯଦି ମୁଁ l ଟାକୁ 6x ନେବି ତମର b ଟା କେତେ 5x ନେବି ନା। ବୁଝି ହଉଛି ମୋ କଥା କାରଣ 6:5 ଅଛି ବୋଲି। ତ 6x + 5x ହଉଛି ତମର 66। 11x ହଉଛି ତମର 66। ତାହେଲେ x ର ମୂଲ୍ୟ କେତେ ହେଇଯିବ 66/11 ମାନେ 6। ତମକୁ ସେ କଣ ପଚାରିଥିଲା ନା ଆୟତକୃତି ତାରର କ୍ଷେତ୍ରଫଳ କେତେ ହବ। ତ ଦେଖ ତମର 6x ମାନେ ଦୈର୍ଘ୍ୟଟା କେତେ ହେଇଯିବ 6 × 6 କେତେ ହେଲା 36। ତମ ପ୍ରସ୍ଥଟା ହେଇଯିବ 5 × 6 ଦ୍ୟାଟ୍ ଇଜ କେତେ ତମର 30। ତାହେଲେ ଆୟତ ଚିତ୍ରର କ୍ଷେତ୍ରଫଳଟା ତମର କେତେ ହେଇଯିବ ପିଲାମାନେ ନା 36 × 30। ବୁଝି ହଉଛି ତ କାରଣ ଆୟତ ଚିତ୍ର କ୍ଷେତ୍ରଫଳ ସୂତ୍ର କଣ ଦୈର୍ଘ୍ୟ ଗୁଣ ପ୍ରସ୍ଥ ନା। ତ 36 କୁ 3 ଗୁଣିଲେ ହଉଛି 108 ଆଉ ଗୋଟେ ଶୂନ ଲଗେଇ ଦିଅ 1080 ହଉଛି ତମର ଆନ୍ସର। ତ କୋଉଟା ଅପସନ ବି ହଉଛି କରେକ୍ଟ। ଇଜି ଥିଲା କୋଶ୍ଚିନ୍ ତମର ଟିକେ ଏମିତି ଲେନ୍ଥି ଦେଇପାରେ କିନ୍ତୁ ତାକୁ ଯଦି ତମେ ସଲ୍ଭ କରିବାକୁ ଟ୍ରାଏ କରିବ ଆରାମସେ ସଲ୍ଭ ହବ। କିଛି ଫର୍ମୁଲା ବେସିକ ଫର୍ମୁଲାରେ ହିଁ ସଲ୍ଭ ହେଇଯିବ। ଓକେ ନେକ୍ସଟ କ୍ୱେଶ୍ଚିନ୍ ଦେଖ ତମକୁ ଦେଇଛି ଏଠି କଣ ଦେଇଛି ନା ଏକ ଆୟତ ଚିତ୍ରର ଦୈର୍ଘ୍ୟ ଆଉ ପ୍ରସ୍ଥ ମଧ୍ୟରେ ଅନ୍ତର ତମକୁ ଦେଇଛି 23 ମିଟର। ଆୟତକ୍ଷେତ୍ରର ପରିସୀମା ତମକୁ ଦେଇଦେଲା 206 ମିଟର ତେବେ ଏହାର କ୍ଷେତ୍ରଫଳ କେତେ ହବ। ତ ଦେଖ ମନେକର ଆୟତ ଚିତ୍ରର ଦୈର୍ଘ୍ୟଟା ହଉଛି l ପ୍ରସ୍ଥଟା ହଉଛି b। ତ ତାଙ୍କ ମାନେ ଯୋଉ ଅନ୍ତରଟା କେତେ ଅଛି ନା 23 l - b 23 ଅଛି। ପୁନଶ୍ଚ ତମକୁ ପରିସୀମା ବି ଦେଇଛି ପରିସୀମା ମାନେ କଣ 2 × l + b। l ହଉଛି ତମ ଦୈର୍ଘ୍ୟ b ହଉଛି ପ୍ରସ୍ଥ ଏଇଟା ଅଛି 206। ତ ଏଇଥିରୁ ତମେ କାଢିଦବ ଯେ l + b ଟା କେତେ ହଉଛି ଦୁଇଟା ନେଇ କଣ ସେପଟେ ଡିଭାଇଡ କରିଦିଅ କେତେ ହବ 103। ତ ଏଠି ତମର l + b ମିଳିଗଲା ତମକୁ 103। ତ ଏଠି ମୁଁ ଲେଖିଦେଲି l + b = 103। ତ ବର୍ତ୍ତମାନ ଗୋଟେ କାମ କରିବା ମିଶେଇ ଦବା ହେଲା l - b ଆମ ପାଖରେ ଅଛି l + b ବି ଆମ ପାଖରେ ଅଛି। ତ ଗୋଟେ କାମ କର ମିଶେଇ ଦିଅ ତ -b + b କଟିଲା ତ 2l ତମର ଆସି ଯାଉଛି 23 + 103 ହଉଛି 126। ତାହେଲେ ଏଥିରୁ l କାଢି ଦେଇ ପାରିବ କେତେ ହବ 126/2। ତାହେଲେ ଦେଖ l ତାହେଲେ ତମର କେତେ ହଉଛି 126/2 ହଉଛି ତମର କେତେ 63 ହେଇଯାଉଛି ନା। ବୁଝିହେଲା ସେଇଭଳି ତମର b ଯଦି ଆମେ ଦେଖିବା b କେତେ ହବ ଦେଖ l + b କେତେ 103 ଅଛି। ତା ମାନେ b ତମର ହେଇଯିବ 103 ରୁ 63 ମାଇନସ କର କେତେ ହବ 40। ବର୍ତ୍ତମାନ ଏଇ ଯୋଉ ଆୟତ ଚିତ୍ରର କ୍ଷେତ୍ରଫଳ ତମକୁ ପଚାରିଛି କେତେ ହେଇଯିବ ପିଲାମାନେ ନା l × b। ତ କେତେ ହେଇଯିବ 63 × 40। 63 କୁ 4 ରେ ଗୁଣିଲେ ତମର କେତେ ହଉଛି 63 କୁ 4 ରେ ଗୁଣିଲେ ହଉଛି ତମର 252 ଗୋଟେ ଶୂନ ଲଗେଇ ଦିଅ 40 ରେ ଗୁଣିବାର ଅର୍ଥ କଣ ମାନେ ଯଦି କିଛି ସଂଖ୍ୟାର ଶେଷରେ ଶୂନ ଅଛି ତାହେଲେ ପୂର୍ବରୁ ଯୋଉ ସଂଖ୍ୟାଟି ଅଛି ସେଥିରେ ଗୁଣି ଦିଅ ଏବଂ ଯେତୋଟି ଶୂନ ଲାଗିଛି ସେତିକିଟା ଶୂନ ଲଗେଇ ଦିଅ। ବୁଝିପାରୁଛ ତ ମୋ କଥା ମନେକର ମୁଁ 52 କୁ 20 ରେ ଗୁଣିବି ତାହେଲେ ଅର୍ଥ କଣ 52 କୁ 2 ରେ ଗୁଣିଲେ ହଉଛି 104 ଗୋଟେ ଶୂନ ଲଗେଇଦେଲି ବୁଝିହେଲା। ତ ଏଠି ତମର ଆନ୍ସର ଆସିଲା 2520 ବର୍ଗ ମିଟର ଯୋଉଟା କି ଅପସନ ଡି ରେ ଅଛି। ଇଜି ଥିଲା କ୍ୱେଶ୍ଚିନ୍। ନେକ୍ସଟ ଦେଖ ତମ 9 ନମ୍ବର କ୍ୱେଶ୍ଚିନ୍ ରହିଥିଲା
ଏକ ଆୟତାକୃତି ଘରର ଦୈର୍ଘ୍ୟ ପ୍ରସ୍ତଠାରୁ 5 ମିଟର ଅଧିକ ଅଟେ। ଏହାର କ୍ଷେତ୍ରଫଳ 750 ବର୍ଗ ମିଟର ହେଲେ ହଲର ଦୈର୍ଘ୍ୟ କେତେ ହବ? ତ ଦେଖ, ଏଲ୍ ଅଛି କଣ ନା ତମର b+5 ଅଛି କ୍ୱେଶ୍ଚିନ୍ ଦେଇଛି ଏବଂ କ୍ଷେତ୍ରଫଳଟା ତମର ଅଛି 750। ତାହେଲେ ଗୋଟେ କାମ କରିବା, ଆମେ 750 ଯଦି ଫ୍ୟାକ୍ଟରାଇଜ କରିକି ଦେଖିଦବା ତ ପ୍ରଥମରେ କେତେ 2 ରେ କାଟିବା, 2 3 6, 15 ହେଲେ 7, 10 ହେଲେ 5, 375, ପୁଣି 3 ରେ କାଟିଲେ 125, 5 ରେ କାଟିଲେ 25, 5 କାଟିଲେ 5। ତ 750 ହଉଛି ତମର କଣ ନା 2 ଗୁଣନ 3 ଗୁଣନ 5 ଗୁଣନ 5 ଗୁଣନ 5। ତ ଏମିତି ଦିଟା ସଂଖ୍ୟା ଦରକାର ଯାହାର ଭିତରେ ତମର 5 ଡିଫରେନ୍ସ ରହୁଥିବ। ତ 2 3 5 ଗୋଟେ ନେଇ ଯାଉନ, 2 3 2 3 6 5 30, 30 ଗୋଟେ ହେଇଯିବ, ଆଉ ଗୋଟେ 5 5 25, 25 ଗୋଟେ ହେଇଯିବ। ବୁଝିହେଲା? 5 ଡିଫରେନ୍ସ ଅଛି। ତ ତମର ଦୈର୍ଘ୍ୟଟା ପଚାରିଛି ବୋଲି ଆମେ ଆନ୍ସର କରିବା ଡି। ହେଲା? 25 ବି ଦେଖିବ ଯଦି ଅପସନ ଅଛି। ହେଲା? କିନ୍ତୁ ପ୍ରଶ୍ନ କଥା ସେ ପଚାରିନି, କ୍ୱେଶ୍ଚିନ୍ ଦେଖି ଚାହିଁ କରୁଥିବ। ଇଜି ଥିଲା କ୍ୱେଶ୍ଚିନ୍ ପୁରା। ନେକ୍ସଟ ଦେଖ 10 ନମ୍ବର କ୍ୱେଶ୍ଚିନ୍। ଯଦି ଏକ ଆୟତକ୍ଷେତ୍ରର ଦୈର୍ଘ୍ୟ ପ୍ରସ୍ତର ଅନୁପାତ 3:2 ଏବଂ ଏହାର ପରିସୀମା 20 ସେଣ୍ଟିମିଟର, ତେବେ ଆୟତକ୍ଷେତ୍ରର କ୍ଷେତ୍ରଫଳ କେତେ ହବ? ତ ଦେଖ, ତମର ଏଲ୍ ଆଉ ବି ର ଅନୁପାତଟା ଦେଇଛି ତମକୁ କେତେ ନା 3:2 ଦେଇଛି, ନୁହେଁ କି? ଏବଂ ପରିସୀମାଟା ଅଛି 20। ତାହେଲେ ଗୋଟେ କାମ କର, ଏଲ୍ ଟା ନେଇଯାଅ ତମର କେତେ 3x, ବି ଟା ନେଇଯାଅ 2x। ତ 2 × l + b ଟା ତମ ପାଖରେ କେତେ ଅଛି ନା 20 ଅଛି, ଯୋଉଟା କି ତମ କେତେ 3x ଆଉ 2x ମିଶିଲେ କେତେ 5x, 5x କୁ 2 ରେ ଗୁଣିଲେ 10x, ତା ମାନେ 10x ଟା ହିଁ ତମର ଅଛି 20। ତାହେଲେ x ଟା କେତେ ହବ 20/10, ଦ୍ୟାଟ୍ ଇଜ କେତେ 2। ବୁଝିହେଲା ଏତିକି ଯାଏ? x ଟା ହଉଛି ତମର 2। ତ ଏଠି l ଟା କେତେ ହେଇଯିବ, l ହଉଛି ତମର 3 × 2 6, b ହଉଛି ତମର 2x ମାନେ 2 × 2 ହଉଛି 4। ବୁଝିପାରିଲ ତ ଏତିକି କଥା? ସୋ ବର୍ତ୍ତମାନ ଯେହେତୁ ଆମକୁ ଏଲ୍ ଆଉ ବି ଦୁଇଟି ଯାକ ମିଳିଯାଇଛି, ତାହେଲେ ଆୟତ ଚିତ୍ରର କ୍ଷେତ୍ରଫଳ ତମେ କାଟି ଦେଇପାରିବ, ଏଲ୍ × ବି କରିଦିଅ, 6 × 4 କଲେ କେତେ 24। ଓକେ, ତ 10 ନମ୍ବର କ୍ୱେଶ୍ଚିନ୍ ସରିଲା। 11 ନମ୍ବର ତମକୁ ଦେଇଛି, ଯଦି ଏକ ଆୟତକ୍ଷେତ୍ରର ଦୈର୍ଘ୍ୟ ପ୍ରସ୍ଥ ଯଥାକ୍ରମେ 20% ଏବଂ 25% ବଢିଥାଏ, ତେବେ ଆୟତକ୍ଷେତ୍ରର କ୍ଷେତ୍ରଫଳ କେତେ % ବଢିବ? ତ ଦେଖ, ତମକୁ ଯୋଉ କ୍ୱେଶ୍ଚିନ୍ ଏଠି ଦେଇଛି, এইଭଳି କ୍ୱେଶ୍ଚିନ୍ ତମେ କଣ କରିପାରିବ, ସଂଖ୍ୟା ନେଇକି ଟ୍ରାଏ କରିପାରିବ। ହେଲା? ମନେକର ଦେଖ, ଏଠି ମୁଁ ଏଲ୍ ଟା ତମର 20% ବଢୁଛି, 20 ମାନେ କଣ 20% ମାନେ କଣ 1/5 ନା, ତ ମୁଁ ଗୋଟେ 5 ର ଗୁଣିତକ ନେଇଯାଉଛି, ମନେକର 10। ବୁଝିହେଲା? 10 ନଉନି, ମୁଁ ନେଇଯାଉଛି 20। ଓକେ, 20 ନଉଛି କାରଣ ପ୍ରସ୍ତଟା ତାଠାରୁ କମ ନେବି ନା। ତ ଏଲ୍ ଟା ମୁଁ ନେଲି 20, ପ୍ରସ୍ତ ବି ଟା ନେଇଯାଉଛି 12। ଓକେ, ତ ଏଠି 20 ଗୁଣନ 12 କଲେ କ୍ଷେତ୍ରଫଳଟା କେତେ ହଉଛି 240 ହଉଛି, ନୁହେଁ କି? କ୍ଷେତ୍ରଫଳଟା ଏଠି କେତେ ହଉଛି 240। ବର୍ତ୍ତମାନ ଏଇଟାକୁ 20% ବଢେଇଦବା, କାରଣ ଦୈର୍ଘ୍ୟଟା 20% ବଢିଛି। 20% ମାନେ କଣ ମୁଁ କହିଛି ନା 1/5। ତ 20 ର 1/5 କେତେ 4, ତ 20% ବଢିଲା ପରେ କେତେ ହେଇଯିବ 24 ହେଇଯିବ। ବୁଝିହେଲା? ସେଇଭଳି ପ୍ରସ୍ତଟା କଣ ହବ ନା 25% ବଢିବ। 25% ମାନେ କଣ ନା 1/4। 25/100 ମାନେ କଣ 1/4 ବଢିବ ନା। ତ 12 ଥିଲା, 12 ର 1/4 କେତେ 3, ତ ବଢିକି କେତେ ହେଲା 15 ହେଇଯିବ। ତ 24 କୁ ଯଦି ମୁଁ ବର୍ତ୍ତମାନ 15 ରେ ଗୁଣିବି କେତେ ହଉଛି 360 ହବ। ହେଲା? ତା ମାନେ 240 ରେ ତମର କେତେ ବଢିଲା ନା 120 ବଢିଛି। ବୁଝିପାରିଲ? କେତେ ବଢିଛି ସେଟା ଉପରେ ଲେଖିବି, କାହା ଉପରେ ବଢିଛି 240 ଉପରେ, ତ ଇଣ୍ଟୁ 100 କରିଦେବି। ତ ଏଇଟା ପିଲାମାନେ ଦେଖିବ 120/240 ଟା ହଉଛି 1/2, ତ 1/2 ଗୁଣନ 100, ଦ୍ୟାଟ୍ ଇଜ କେତେ ତମର 50% ହଉଛି ଆନ୍ସର। ବି।
କିମ୍ବା ଏହାର ଗୋଟେ ଟ୍ରିକ୍ ବି ତମେ ୟୁଜ୍ କରିଦେଇ ପାରିବ। ଦେଖ ମୁଁ କହୁଛି, ଟ୍ରିକ୍‌ଟା କ'ଣ ନା ତମର ପରସେଣ୍ଟେଜରେ ବି ମୁଁ କହିଥିଲି ଯେ ଯଦି A% ବଢୁଛି ତାପରେ ପୁଣି B% ବଢୁଛି, ମାନେ ପଜିଟିଭରେ ହେଲା, ପ୍ଲସ୍ ଦିଟା ଯାକ ଅଛି। ତା ମାନେ ଏଠି ତମର ସୂତ୍ର ହଉଛି A ପ୍ଲସ୍ B ପ୍ଲସ୍ AB ବାଇ 100 ତମେ କରିଦବ। ବୁଝିହେଲା? A ହଉଛି ଦେଖ ଏଠି 20% ବଢିଛି, ପ୍ରସ୍ଥ B ତମର କେତେ 25% ବଢିଛି। ଆୟତ ଚିତ୍ରରେ ଏଇଟା ୟୁଜ କରିଦେଇ ପାରିବ। ଓକେ, ତ ମୁଁ ଲେଖିଦେଲି 20 ପ୍ଲସ୍ 25 ହେଲା। ଏଠି ତମ କ୍ୱେଶ୍ଚିନରେ A ଅଛି ଯାହା 20% ବଢିଛି, B ହଉଛି 25, ତାପରେ କେତେ ନା 20 ଗୁଣ 25 ବାଇ 100, ତ 20 25 ମିଶି 45, ଇଏ ତମର କେତେ 500, 500 ବାଇ 100 ହଉଛି 5, ନୁହେଁ କି? ତ ଏ ତମର କେତେ ହେଇଗଲା ନା 45 ପ୍ଲସ୍ 5 ଇକ୍ୱାଲ୍ ଟୁ 50%। ବୁଝିହେଲା? ତ ଏମିତି ବି କରିଦେଇ ପାରିବ। ତ ଯଦି ତମକୁ ଦଉଛି ଏମିତି କ୍ୱେଶ୍ଚିନ୍ ଯେ ଆୟତଚିତ୍ରର ଦୈର୍ଘ୍ୟ ଏତିକି ପରସେଣ୍ଟ ବଢିଲା, ପ୍ରସ୍ଥ ଏତିକି ପରସେଣ୍ଟ ବଢିଲା, ଏଇ ଫର୍ମୁଲା ୟୁଜ କରିଦବ, ଆରାମସେ ହବ। ଓକେ, ସୋ ମୁଁ ଆଶା କରୁଛି ସମସ୍ତେ ଏଇ କ୍ୱେଶ୍ଚିନ୍ ଆଜି ଆମେ ଯାହା ବି ଆଲୋଚନା କଲେ ବୁଝିପାରିଥିବ। ଯଦି ବି କାହାର ବି କିଛି ବି ଡାଉଟ୍ ଅଛି କମେଣ୍ଟ କରିପାରିବ, କିମ୍ବା ଆମର ସମସ୍ତେ ଟେଲିଗ୍ରାମ ଗ୍ରୁପରେ ନିଶ୍ଚିତ ଭାବରେ ଜଏନ୍ ହେବ ଏବଂ ନିଜ ଫ୍ରେଣ୍ଡସ୍ ମାନଙ୍କ ସହିତ ବି ଲିଙ୍କ ସେୟାର କର ହେଲା। ସବୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କରାଯାଉଛି, ସୋ ଆରାମସେ ତମେ ଜଏନ୍ ହେଇକି ଆଟେଣ୍ଡ କରିପାରିବ। ଓକେ, ଏବଂ ପରୀକ୍ଷା ପୂର୍ବରୁ ନିଜର ପ୍ରସ୍ତୁତି ଭଲ ରୂପେ କରିପାରିବ। ଏବଂ ଯଦି ବି ତମର କିଛି କ୍ୱେଶ୍ଚିନ୍ ଡାଉଟ୍ ଅଛି, ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ବୁଝିପାରିନ, ତାକୁ ବି ପଠେଇ ପାରିବ। ସୋ ଦେଖା ହବା ନେକ୍ସଟ ଭିଡିଓରେ। ସମସ୍ତେ ପଢାପଢି ଏଇଭଳି ଭାବରେ ଜାରି ରଖ, ନିଜର 100% ଏଫର୍ଟ ଦିଅ, ସମସ୍ତେ ପରୀକ୍ଷାରେ ଭଲ କରିବ। ସୋ ସମସ୍ତଙ୍କୁ ବେଷ୍ଟ ଅଫ ଲକ୍। ଦେଖା ହବା ନେକ୍ସଟ ଭିଡିଓରେ।